ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ଛୋଟ ବଡ଼ ଭାଇ ଭଉଣୀ ଏବଂ ମୋର ସହପାଠୀଗଣ, ଆଜି ହେଉଛି ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ, ଯାହା ପ୍ରତ୍ୟେକ ବର୍ଷ ଜାନୁଆରୀ 26 ଦିନ ପାଳନ କରାଯାଏ। ଗଣତନ୍ତ୍ର ଅର୍ଥ ଗଣ ମାନେ ଜନସାଧାରଣ, ତନ୍ତ୍ର ମାନେ ଶାସନ, ଲୋକମାନଙ୍କ ଦ୍ୱାରା ପରିଚାଳିତ ଭାରତ। ସ୍ୱାଧୀନତା ପରେ 2 ବର୍ଷ 2 ମାସ ଭିତରେ 1950 ମସିହାରେ ଆରମ୍ଭ ହେଲା। ଏହାର ମୁଖ୍ୟ ଭୂମିକା ଡକ୍ଟର ବି.ଆର୍. ଆମ୍ବେଦକର ଗ୍ରହଣ କରିଥିଲେ। ଜନସାଧାରଣ ମାନେ କିପରି ଭାବରେ ନିଜର ଅଧିକାର ପାଇବେ, ଏହାର ମୂଳ ଲକ୍ଷ୍ୟ ଥିଲା। ମୁଁ ଅଧିକ କିଛି କହୁନାହିଁ, ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।